ଜଣେ ଡାକ୍ତର ତରଭରିଆ ଭାବେ କାର୍ ଚଲାଇ ଯାଉଛନ୍ତି। ଅନ୍ୟ ମନସ୍କତା କାରଣରୁ ତାଙ୍କ କାର୍ର ଚକ ଗୋଟିଏ ଖାଲରେ ପଡ଼ିଛି ଏବଂ କିଛି କାଦୁଅ ଛିଟିକି ଯାଇ ଜଣେ ମହିଳାଙ୍କ କାର୍ରେ ପଡ଼ିଛି। ଏହା ଦେଖିଲା ପରେ ମହିଳା ଜଣକ ପୁରା ଉତ୍କ୍ଷିପ୍ତ ହୋଇଯାଇଛନ୍ତି ଏବଂ ସିଧା ଯାଇଛନ୍ତି ଏ ଡାକ୍ତରଙ୍କୁ ଓଭରଟେକ୍ କରିଛନ୍ତି ଏବଂ ସିଧା ଆଗରେ ଗାଡ଼ିଟିକୁ ରଖିଦେଇଛନ୍ତି। ଏହାପରେ ଦୌଡ଼ିଛନ୍ତି ଡାକ୍ତରଙ୍କ କାର୍ ଆଡ଼କୁ ଏବଂ ଏ ଡାକ୍ତରଙ୍କୁ ସିଧା ଗାଡ଼ିରୁ ଭିଡ଼ି ବାହାର କରିଦେଇଛନ୍ତି ଏବଂ କହିଛନ୍ତି କି ଅଭଦ୍ର ଲୋକ ତୁମେ, ଗାଡ଼ି ଚଲାଇବା ଜଣା ନାହିଁ ତ ରାସ୍ତାରେ ଗାଡ଼ି କାହିଁ ଚଲାଉଛ। ଡାକ୍ତର ଜଣକ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ମୁଁ ଅଭଦ୍ର ଲୋକ ନୁହଁ, ମୁଁ ଜଣେ ଡାକ୍ତର। ଗୋଟେ ପିଲାର ଜୀବନ ବିପନ୍ନ ଆଉ ଅଳ୍ପ ସମୟ ଭିତରେ ମୁଁ ଡାକ୍ତରଖାନା ନ ପହଞ୍ଚିଲେ ହୁଏତ ପିଲାଟି ମରିଯାଇପାରେ, ସେଇଥିପାଇଁ ମୁଁ ତରବରିଆ ଭାବେ ଯାଉଥିଲି, ସେଇଥିପାଇଁ ଏ ଅଘଟଣ ଘଟିଲା। ଏହା ଶୁଣିଲା ପରେ ସେ ମହିଳା ଜଣକ କହିଛନ୍ତି ମୋର କିଛି ଶୁଣିବାର ନାହିଁ, ତୁମେ ଡାକ୍ତର ହୁଅ କି ଯିଏ ହୁଅ, ପ୍ରଥମେ ମୋ ଗାଡ଼ିକୁ ସଫା କର, ତାପରେ ଯୁଆଡ଼େ ଯିବା କଥା ଯାଅ। ଏହାପରେ କ'ଣ କରିବେ ଡାକ୍ତର ବାବୁ? ସାଙ୍ଗେ ସାଙ୍ଗେ କ'ଣ କରିଛନ୍ତି, ପକେଟରୁ ରୁମାଲ ବାହାର କରିଛନ୍ତି, ମହିଳାଙ୍କ କାର୍କୁ ସଫା କରିଛନ୍ତି। ଏହାପରେ କାର୍କୁ ଯାଉଛନ୍ତି, ପୁଣି ଭିଡ଼ିବା ଆରମ୍ଭ କରିଛନ୍ତି ମହିଳା ଜଣକ ଯେ ଏମିତି ସଫା କଲେ ଚଳିବ ନାହିଁ, ଆକୁ ପାଣିରେ ସଫା କର, ପାଣି ମାର, ସଫା କର, କାର୍ଟି ମୋର ନୂଆ ଦେଖାଯିବା ଦରକାର। ଡାକ୍ତର ବାବୁ କ'ଣ କରିବେ, ନିଜ କାର୍କୁ ଯାଇଛନ୍ତି, ଗୋଟେ ବୋତଲ ପାଣି ଆଣିଛନ୍ତି ଏବଂ ମହିଳାଙ୍କ କାର୍କୁ ସଫା କରିଛନ୍ତି ପାଣିରେ। ତାପରେ ପୁଣି ଯାଉଛନ୍ତି ଗାଡ଼ି ଭିତରକୁ, ପୁଣି ମହିଳା ଜଣକ ଭିଡ଼ିବା ଆରମ୍ଭ କରିଛନ୍ତି। କହିଲେ ସେମିତି ହେଲେ ଚଳିବ ନାହିଁ, ତୁମେ ଯେଉଁ ଭୁଲ କରିଛ ସେଥିପାଇଁ ତୁମକୁ ମୋ କାର୍କୁ ନିଜ କୋର୍ଟରେ ସଫା କରିବାକୁ ପଡ଼ିବ। ଡାକ୍ତର ବାବୁ କ'ଣ କରିବେ ଭାବିଛନ୍ତି, ଗୋଟେ ପଟେ ପିଲାର ଜୀବନ ଆଉ ଗୋଟେ ପଟେ ମୋ କୋର୍ଟଟି ମୋର ଗଲେ ଯାଉ, ପିଲାର ଜୀବନ ବଞ୍ଚିବା ଦରକାର। ଏହା ବି ଡାକ୍ତର ବାବୁ କିଛି ନ କହି ନିଜ କୋର୍ଟ କାଢ଼ିଛନ୍ତି ଏବଂ କାର୍କୁ ପୋଛିଛନ୍ତି। ଏହାପରେ ଡାକ୍ତର ବାବୁ ନିଜ ଗନ୍ତବ୍ୟ ପଥରେ ବାହାରକୁ ବାହାରି ଯାଇଛନ୍ତି। ଏହି ସମୟରେ ହଠାତ୍ ଏକ ଫୋନ୍ ଆସିଛି ମହିଳାଙ୍କୁ ଯେ ତୁମ ପୁଅ ଏକ ଆକ୍ସିଡେଣ୍ଟରେ ଘାୟଲ ହୋଇ ଅମକ ମେଡ଼ିକାଲରେ ପଡ଼ିଛି, ଯେତେ ଶୀଘ୍ର ପାରୁଛ ଆସ। ଏହାପରେ ମହିଳା ଜଣକ କ୍ଷିପ୍ରଗତିରେ ଯାଇଛନ୍ତି, ପିଲାକୁ ଦେଖିପାରିନାହାନ୍ତି। ଅନେକ ସମୟ ପରେ ଖବର ଆସି ପହଞ୍ଚିଛି ଯେ ପିଲାର ଜୀବନ ବଞ୍ଚିଯାଇଛି ଏବଂ ଯେତେବେଳେ ଡାକ୍ତର ବାହାରକୁ ଆସିଛନ୍ତି ହୋସ୍ ଉଡ଼ିଯାଇଛି ମହିଳା ଜଣଙ୍କର ଏବଂ ସେତିକିବେଳେ ନର୍ସ କହିଛନ୍ତି ଆଉ ଅଳ୍ପ ସମୟ ଡେରି ହୋଇଥିଲେ ଡାକ୍ତର ବାବୁ ଆସିବାର ଏ ପିଲା ବଞ୍ଚିନଥାନ୍ତା। ଏ ମହିଳା ଜଣକ ବହୁତ ଦୁଃଖିତ ହୋଇଛନ୍ତି, ନିଜକୁ ବହୁତ ଧିକ୍କାରିଛନ୍ତି ଯେ ମୁଁ ମୋ ପୁଅର ଜୀବନକୁ ନିଜେ ମାରି ଦେଇଥାନ୍ତି। ଦେଖିଲେ ଦର୍ଶକ ବନ୍ଧୁ, କେବେ କାହାରି ସମୟକୁ ନଷ୍ଟ କରନ୍ତୁ ନାହିଁ, କିଏ ଜାଣିଛି କାହାର କେଉଁ ଇମର୍ଜେନ୍ସି ଥିବ। ରହୁଛି, ନମସ୍କାର।